ରାଜନୈତିକ କଳିରେ ବଳି ପଡ଼ିଯିବ କି ଗାଁ ପୋଖରୀ ପୋଖରୀ ପୋତା ଚକ୍ରାନ୍ତକୁ ନେଇ ଆସିଲା ସାଂଘାତିକ ଅଭିଯୋଗ। ଥାନା ତହସିଲରେ ପହଞ୍ଚିଲେ ଗ୍ରାମବାସୀ, ବିପକ୍ଷ କହିଲେ ଜନହିତରେ ଜାରି। ହଁ ଦର୍ଶକ ବନ୍ଧୁ, ଗାଁ ପୋଖରୀ ପୋତାକୁ ନେଇ ଉପୁଜିଛି ଭୟଙ୍କର ବିବାଦ। ସର୍ବସାଧାରଣ ପୋଖରୀକୁ ଚକ୍ରାନ୍ତ କରି କିଛି କୁଚକ୍ରୀ ଗୋଷ୍ଠୀ ପୋତିବା କାମରେ ଲାଗି ପଡ଼ିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏମିତି ସାଂଘାତିକ ଅଭିଯୋଗ ପତ୍ର ଧରି ପହଞ୍ଚିଛନ୍ତି ଯାଜପୁର ଟାଉନ ଥାନା ଆଉ ତହସିଲ ଅଫିସରେ। ତେବେ ଏ ଚିତ୍ର ହେଉଛି ଯାଜପୁର ବ୍ଲକ ବଡ଼ସୁଆର ପଞ୍ଚାୟତ ହାଡ଼ୁଆପଦା ଅଞ୍ଚଳର। ରାଜ୍ୟରେ ସରକାର ବଦଳି ଯାଇଛି ସିନା, ପଞ୍ଚାୟତରେ କିନ୍ତୁ ବିରୋଧୀ ସକ୍ରିୟ। ଶାସକ ଦଳର ସଂଖ୍ୟା ଗରିଷ୍ଠତା କମ୍ ଥିବାରୁ ବିରୋଧୀଙ୍କ ନାଇଁ ନଥିବା ଜୁଲମର ଶିକାର ହେଉଥିବା କହିଛନ୍ତି ଗ୍ରାମବାସୀ। ଗାଁରେ ଖରାଦିନିଆ ଦୈବାତ ଦୁର୍ଘଟଣାକୁ ଆଖି ଆଗରେ ରଖି ପୋଖରୀର ଆବଶ୍ୟକତା ନିହାତି ଜରୁରୀ ଥିବା ବେଳେ କାହା ନିର୍ଦ୍ଦେଶରେ ପୋତା ଯାଉଛି ବୋଲି ଗାଁ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ଜମି ଉପରେ ପୋଖରୀଟି ଥିବାବେଳେ ବିନା ଫଳକରେ ପୋତା କାର୍ଯ୍ୟ କେମିତି କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଗ୍ରାମବାସୀଙ୍କ ହିତରେ ଏସବୁ କରାଯାଉଥିବା କହିଛନ୍ତି ପୋତା କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି। ଆଉ ଏ କଥା ବି କହିଛନ୍ତି କି ବିଦ୍ୟାଳୟର ଖେଳ ପଡ଼ିଆ, ଗାଁ ଅନୁଷ୍ଠାନର ପୂଜା ମହୋତ୍ସବକୁ ଆଖି ଆଗରେ ରଖି ଏ ପରିତ୍ୟକ୍ତ ପୋଖରୀକୁ ଗ୍ରାମବାସୀଙ୍କ ସହମତିରେ ପୋତା ଯାଉଛି। ଏମିତି କିଛି ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ପ୍ରକୃତରେ ପୋତୁଥିବା ବ୍ୟକ୍ତି ଖଳ ପ୍ରକୃତିର ନୁହନ୍ତି, ବରଂ ଅଭିଯୋଗକାରୀ ଖଳ ବୋଲି କହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିପକ୍ଷ ବ୍ୟକ୍ତିମାନେ। ତେବେ ଏହି ଅଭିଯୋଗ ପରେ ତହସିଲଦାରଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି। ତମାମ ଘଟଣାକୁ ନେଇ ଗାଁରେ ଅସନ୍ତୋଷ ବଢ଼ିବାକୁ ଲାଗିଥିବା ବେଳେ ଏଠି କିଏ ସତ କହୁଛି ଆଉ କିଏ ମିଛ କହୁଛି, ୟାକୁ ନେଇ ଦୋଛକିରେ ଅଞ୍ଚଳବାସୀ। ତେବେ ତହସିଲ ଓ ଥାନାର ମିଳିତ କାର୍ଯ୍ୟାନୁଷ୍ଠାନ କ'ଣ ହେଉଛି? ପୋଖରୀ ପୋତା ବାବଦରେ ପୁଣ୍ୟଛେଦ କେବେ ପଡ଼ୁଛି, ତାକୁ ଅପେକ୍ଷା। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଭାରତ ନ୍ୟୁଜ।